ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଜପତି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଗଜପତି ସମ୍ବାଦଦାତା ଗଣେଶ କୁମାର ରାଜୁ ଓ ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା। ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ୱାସ୍ଥ୍ୟଗତ କାର୍ଯ୍ୟକ୍ରମ ଯୋଜନା ଚାଲିଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ କହିଛନ୍ତି, ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍ୱାସ୍ଥ୍ୟଗତ ଯୋଜନା କାର୍ଯ୍ୟକ୍ରମ ଚାଲିଛି। ସେଗୁଡ଼ିକ ମଧ୍ୟରୁ ଗଜପତି ଜିଲ୍ଲାରେ ବ୍ଲକ ସ୍ତରୀୟ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇଛି। ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା ଦ୍ୱାରା ଚକ୍ଷୁ ପରୀକ୍ଷା କରାଯାଉଛି। ଜାତୀୟ କୃମିନାଶକ ଦିବସରେ 1ରୁ 19 ବର୍ଷ ବୟସର ସମସ୍ତ ଶିଶୁ ତଥା ପିଲାମାନଙ୍କୁ ଅଙ୍ଗନବାଡ଼ି ଓ ବିଦ୍ୟାଳୟରେ ମାଗଣାରେ କୃମିନାଶକ ଔଷଧ ଦିଆଯାଉଛି। ଅଣପଞ୍ଜୀକୃତ ବିଦ୍ୟାଳୟ ଯାଉନଥିବା ପିଲାମାନେ ଏବଂ ପ୍ରଜନନକ୍ଷମ ମହିଳାମାନେ ଅଙ୍ଗନବାଡ଼ି କେନ୍ଦ୍ରରେ ଔଷଧ ଖାଉଛନ୍ତି। ଯେଉଁ ପିଲାମାନେ ଜାତୀୟ କୃମିନାଶକ ଦିବସରେ ଔଷଧ ଖାଇ ନଥିବେ ସେମାନଙ୍କୁ 17 ଫେବୃଆରୀରେ ଔଷଧ ଦିଆଗଲା। ସେମିତି ସିକଲ ସେଲ୍ ଏନିମିଆ ମୁକ୍ତ ଭାରତ ଅମ୍ଳାନ କାର୍ଯ୍ୟକ୍ରମ ଚାଲିଛି ରକ୍ତହୀନତା ଦୂର କରିବା ପାଇଁ। ସେମିତି ସମ୍ପୂର୍ଣ୍ଣତା ଅଭିଯାନ ଆଉ ସଚେତନତା କାର୍ଯ୍ୟକ୍ରମ ଚାଲିଛି। କୁକୁର କାମୁଡ଼ିବା ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଚାଲିଛି, ଯେଉଁଥିରେ କୁକୁର କାମୁଡ଼ିବା ରୋକିବା ପାଇଁ ଆମେ ସମର୍ଥ ହୋଇପାରିବା। କୁକୁର କାମୁଡ଼ିବା ପରବର୍ତ୍ତୀ ପଦକ୍ଷେପ, ଅପରିଚିତ କୁକୁର ପାଖକୁ ଯାଆନ୍ତୁ ନାହିଁ। କୁକୁରଙ୍କ ପାଖରେ ଶାନ୍ତ ରୁହନ୍ତୁ ଏବଂ ଧୀରେ ଚାଲନ୍ତୁ। ପୋଷା କୁକୁରକୁ ବାନ୍ଧି ରଖନ୍ତୁ। କୁକୁର ଯଦି ଆକ୍ରମଣ କରେ ତାହେଲେ ତାର ପରବର୍ତ୍ତୀ ପଦକ୍ଷେପ କ'ଣ ସେ ବିଷୟରେ ଜାଣନ୍ତୁ। ଦାୟିତ୍ୱପୂର୍ଣ୍ଣ ପରିବେଶ, କୁକୁରକୁ ବିରକ୍ତ କରନ୍ତୁ ନାହିଁ, କୁକୁର ପାଖରୁ ନିବୃତ୍ତ ରୁହନ୍ତୁ। ଏସବୁ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କଠାରୁ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ଓ ନୀତି ଆୟୋଗ ପକ୍ଷରୁ ସମ୍ପୂର୍ଣ୍ଣତା ଅଭିଯାନ 2.0 କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ଗଜପତି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାରେ ସମ୍ପୂର୍ଣ୍ଣତା ଅଭିଯାନର ମୂଳ ଲକ୍ଷ୍ୟ ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ପାନୀୟ ଜଳ ଓ ପୁଷ୍ଟି ଲକ୍ଷ୍ୟ ହାସଲ ନିମନ୍ତେ ଉପସ୍ଥିତ ଅଧିକାରୀମାନଙ୍କୁ ଦୃଢ଼ ସଂକଳ୍ପ ଦେଇ ନିରନ୍ତର ପ୍ରୟାସ ଜାରି ରଖିବା ପାଇଁ ସମସ୍ତ ବର୍ଗ ଓ ଶ୍ରେଣୀର ଲୋକମାନଙ୍କୁ ତୁରନ୍ତ ସେବା ଯୋଗାଇ ଦେବା ପାଇଁ କହିଥିଲେ। ଗଜପତି ଜିଲ୍ଲା ଗୋସାଣୀ ବ୍ଲକର ସୀତାପୁର ନିକଟରେ ଥିବା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ 2 ଦିନିଆ ଉତ୍କଳ କୃଷି ମେଳା କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଉଦ୍ଘାଟନ କରିଥିଲେ। କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବା ପାଇଁ ବିଭିନ୍ନ କୃଷି କ୍ଷେତ୍ରରେ ସରକାର ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି ବୋଲି କହିଥିଲେ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋଷାଗାର କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ରୀୟ ପେନସନ ଯୋଜନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ଅନ୍ତର୍ଗତ ଓଡ଼ିଶା କୋଷାଗାର ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶାଳୟର ହିସାବ ଅଧିକାରୀ ମନୋରଞ୍ଜନ ସାହୁ ଯୋଗଦେଇ ରାଷ୍ଟ୍ରୀୟ ପେନସନ ଯୋଜନା ସମ୍ପର୍କିତ ବିଭିନ୍ନ ପ୍ରାୟୋଗିକ ପ୍ରସଙ୍ଗ ଉପରେ ଯଥା ରାଷ୍ଟ୍ରୀୟ ପେନସନ ଯୋଜନା, ଖାତା ଖୋଲିବା, ଅଂଶଧନ ଜମା, ସଂଶୋଧନ ପ୍ରକ୍ରିୟା, ଅଭିଯୋଗ ନିରାକରଣ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ବୁଝାଇଥିଲେ। ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଓଡ୍ରାଫ୍ ବାହିନୀ ପକ୍ଷରୁ ଗଜପତି ଜିଲ୍ଲା କାଶୀନଗର ବ୍ଲକର କର୍ଣ୍ଣିଭଦା ଗ୍ରାମସ୍ଥିତ ପୋଖରୀରେ ଯୁବକମାନଙ୍କୁ ପହଁରିବା ଉପରେ ପ୍ରଶିକ୍ଷଣ ଦିଆଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନଦୀ, ପୋଖରୀ କିମ୍ବା ସମୁଦ୍ରରେ ଜଣେ ବ୍ୟକ୍ତି ବୁଡ଼ି ଯାଉଥିବା ସମୟରେ ତାକୁ କିଭଳି ରକ୍ଷା କରିହେବ ସେହି କୌଶଳ ଶିକ୍ଷା ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଳ୍ପ କେନ୍ଦ୍ର ପକ୍ଷରୁ କେନ୍ଦ୍ରର ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ 12 ଦିନିଆ ଉଦ୍ୟମିତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଏମ୍ ପ୍ରକାଶ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବେକାର ଶିକ୍ଷିତ ଯୁବକ ଯୁବତୀମାନଙ୍କ ଅର୍ଥନୈତିକ ବିକାଶ କିଭଳି ହେବ, ନିଜେ ସ୍ୱାବଲମ୍ବୀ ହୋଇ ଅନ୍ୟକୁ କିଭଳି ସ୍ୱାବଲମ୍ବୀ କରାଇବାରେ ସହାୟକ ହେବେ, ଏଭଳି ପ୍ରଶିକ୍ଷଣର ସୁଯୋଗ ନେବାକୁ ଉପସ୍ଥିତ ବେକାର ଯୁବକ ଯୁବତୀମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।